ସର୍ବପ୍ରଥମେ ସମସ୍ତଙ୍କୁ ମୁଁ ମୋର ଆନ୍ତରିକ ପ୍ରଣାମ ଜଣାଉଛି। ଆନ୍ତରିକ ପ୍ରଣାମ ଜଣାଇ ଆରମ୍ଭ କରୁଛି ଆଜିର ନୂଆ ଭିଡ଼ିଓଟି। ନୂଆ ଭିଡ଼ିଓରେ ମୁଁ ଆପଣଙ୍କୁ ଗୋଟିଏ ଷ୍ଟୋରି କହିବି, ଅବିସ୍ମରଣୀୟ ପ୍ରେମ। ଶୀତୁଆ ସକାଳର ସୁନେଲି କିରଣରେ ଯେମିତି ସବୁଜ ଘାସ ଉପରେ ପଡ଼ିଥିବା କାକର ବିନ୍ଦୁ ଗୁଡ଼ିକ ଚିକିମିକି ଦିଶୁଥାନ୍ତି, ସେଇଭଳି ହେଉଛି ପ୍ରେମ। ପ୍ରେମ ଅଢ଼େଇ ଅକ୍ଷର। ଏହା ପବିତ୍ର, ସୁନ୍ଦର, ଶାଶ୍ୱତ। ଦୁଇଟି ହୃଦୟର ମିଳନରେ ଏହାର ସୃଷ୍ଟି। ସତରେ ଯେଉଁମାନଙ୍କ ମୁହଁରୁ ପ୍ରେମ ଶବ୍ଦଟି ବାହାରେ, ସତେ ଯେମିତି ମନେ ହୁଏ ସେହି ଲୋକମାନେ ପ୍ରେମ ଶବ୍ଦଟିକୁ ଠିକ୍ ଭାବରେ ବୁଝିପାରିଛନ୍ତି। ପ୍ରେମିକ ପ୍ରେମିକାମାନଙ୍କର ଖୁସିର ଚାବିକାଠି ହେଉଛି ପ୍ରେମ। ଯେପରି ନଦୀ ସାଗର ପାଇଁ, ଫୁଲ ଭ୍ରମର ପାଇଁ, ମେଘ ମୟୂର ପାଇଁ ଓ ଜହ୍ନ କଇଁ ପାଇଁ, ସେହିପରି ପ୍ରେମିକାଟି ତା'ର ପ୍ରେମିକ ପାଇଁ। ବାସ୍ତବରେ କହିବାକୁ ଗଲେ ପ୍ରେମ ସ୍ୱର୍ଗୀୟ। ଏହା ଭଗବାନଙ୍କର ଦାନ। କିଏ କି ଏହାକୁ ସ୍ୱୀକାର କରେ ତ କିଏ ବି ଏହାକୁ ମଧ୍ୟ ଅସ୍ୱୀକାର କରି ମୁହଁ ପୋତି ଚାଲିଯାଏ। ପ୍ରେମ କରାଯାଏ ନାହିଁ, ଏହା ଆପେ ଆପେ ହୋଇଥାଏ। ପ୍ରେମକୁ ଦେଖି ହୁଏ ନାହିଁ, କେବଳ ଅନୁଭବ କରିହୁଏ। ପ୍ରେମକୁ ଦେଖି ହୁଏ ନାହିଁ, କେବଳ ଅନୁଭବ କରିହୁଏ। ଏହାକୁ କେତେକ ସ୍ମୃତିର ଗନ୍ତାଘର ଭିତରେ ବାନ୍ଧି ରଖିଥାନ୍ତି। ସେମିତି ହେଉଛି ଏହି ପ୍ରେମୀ ଯୁଗଳଙ୍କ କାହାଣୀ। ସେହି ପ୍ରେମୀ ଯୁଗଳ ହେଉଛନ୍ତି ସୂର୍ଯ୍ୟ ଓ ସ୍ନେହା। ଆସନ୍ତୁ ନା ଶୁଣିବା ସେମାନଙ୍କର ପ୍ରେମ କାହାଣୀ। କିନ୍ତୁ ପ୍ରମିସ୍ କରନ୍ତୁ, କାହାଣୀ ଅଧାରେ ରହିଯିବେ ନାହିଁ। ପୁରା କାହାଣୀ ଶୁଣିବେ, ତାହାକୁ ବୁଝିବେ ଓ ଧୈର୍ଯ୍ୟର ସହିତ ଅପେକ୍ଷା କରିବେ କାହାଣୀର ଶେଷ ନିଷ୍ପତ୍ତି ଶୁଣିବା ପର୍ଯ୍ୟନ୍ତ। ଏକଦା ମିତ୍ରପୁର ଗାଁର ମହେଶ ବାବୁଙ୍କ ଅଲିଅଳି ଝିଅ ସ୍ନେହା +2 ଫାର୍ଷ୍ଟ ଇୟରରେ ପଢ଼ୁଥାଏ। ବାପା ମାଆଙ୍କର ଗେଲା ଝିଅ ହୋଇଥିବାରୁ ସମସ୍ତଙ୍କର ସ୍ନେହ ମମତା ତାକୁ ବାନ୍ଧି ରଖିଥିଲା, ଯାହାକି ସେ ବାହାରକୁ ପଢ଼ିବା ପାଇଁ ମଧ୍ୟ ଯାଇନଥିଲା। ସେ ବହୁତ ଭଲ ପଢ଼ୁଥିଲା। ତା'ର ଚାଲି ଚଳନ ବ୍ୟବହାର ସବୁ ଭଲ ଥିଲା, ଯାହାକି ସମସ୍ତେ ତାକୁ ପ୍ରଶଂସା କରୁଥିଲେ। କିନ୍ତୁ ଏକଦା ଅଦିନିଆ ଝଡ଼ ଭଳି ଏମିତି ଏକ ମୁହୂର୍ତ୍ତ ଯାହାକି ତା'ର ଜୀବନର ଗତିପଥକୁ ବଦଳାଇ ଦେଲା। ସେ ସେହି ଗାଁର ସତ୍ୟବ୍ରତ ବାବୁଙ୍କର ପୁଅ ସୂର୍ଯ୍ୟ, ଯାହାକୁ ବୟସ ମାତ୍ର 21, ତା ଜୀବନକୁ ଆସି ତା ହୃଦୟର ପ୍ରେମ ରୂପକ ଦୀପ ଜଳାଇ ସେହି ସମୟରେ ଜୀବନକୁ ଆଲୋକିତ କରିଥିଲା। ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ ଭଳି ପବିତ୍ର ଆଲୋକ ତା ଜୀବନରେ ଆଣିଦେଇଥିଲା। ସୂର୍ଯ୍ୟ ହେଉଛି ସତ୍ୟବ୍ରତ ବାବୁଙ୍କର ଏକମାତ୍ର ପୁଅ। ଗୋଟିଏ ପୁଅ ହୋଇଥିବାରୁ ତାହାକୁ ସମସ୍ତେ ଭଲ ପାଉଥିଲେ। ସୂର୍ଯ୍ୟ ଓ ସ୍ନେହା ଦୁହେଁ ପିଲାଦିନର ସାଥୀ। ତାଙ୍କ ଦୁଇ ପରିବାର ମଧ୍ୟରେ ମଧ୍ୟ ସୁସମ୍ପର୍କ ଥିଲା। ସେହି ପିଲାଦିନର ପବିତ୍ରତା ବନ୍ଧୁତାଟି ଯେ ଦିନେ ପବିତ୍ର ପ୍ରେମରେ ପରିଣତ ହୋଇଯିବ, ତାହା ସେମାନଙ୍କୁ ଅଜଣା ଥିଲା। ହଠାତ୍ ଦିନେ ସୂର୍ଯ୍ୟ ଆସି ସ୍ନେହା ଆଗରେ ସେ ତାକୁ ଭଲ ପାଉଛି ବୋଲି ତା ମନର କଥାକୁ ପ୍ରକାଶ କରିଥିଲା। କିନ୍ତୁ ସ୍ନେହା ନିରୁତ୍ତର। ସେ ଜାଣିପାରୁନଥିଲା କ'ଣ ବା ଉତ୍ତର ଦେବ। ସେ କ'ଣ ବା କରିବ, କିଛି ନିଷ୍ପତ୍ତି ନେଇପାରୁନଥିଲା। ସେଥିପାଇଁ ସେ ନୀରବ ରହିଯାଇଥିଲା। ଏମିତି କିଛି ଦିନ ବିତିଗଲା। ସୂର୍ଯ୍ୟର ସେହି କେଇପଦ କଥା ସ୍ନେହାର ହୃଦୟକୁ ବଦଳାଇ ଦେଇଥିଲା। ସେଦିନ ଥିଲା ଫେବୃଆରୀ ମାସର 6 ତାରିଖ। ସ୍ନେହା ବି ତା'ର ମନ କଥା ଖୋଲି କହିଲା। କେତେ ଦିନ ବା ସେ ନୀରବ ରହିଥାନ୍ତା। ସବୁଦିନ ଭାବି ଭାବି ଶେଷରେ ସୂର୍ଯ୍ୟକୁ ତା'ର ମନ କଥା କହିଥିଲା। ସେଦିନ ସୂର୍ଯ୍ୟକୁ ଲାଗିଥିଲା ଯେମିତି ସେ ଜୀବନର ସବୁକିଛି ପାଇଯାଇଛି। ନଦୀ ଯେମିତି ସାଗର ସହିତ ମିଶିଗଲେ ତାକୁ ଲାଗିଥାଏ ଜୀବନ ସାର୍ଥକ ହୋଇଗଲା ପରି, ଏହିପରି ସୂର୍ଯ୍ୟକୁ ମଧ୍ୟ ସେଦିନ ଲାଗିଥିଲା। ଧୀରେ ଧୀରେ ଦୁହିଁଙ୍କ ପ୍ରତି ଭଲ ପାଇବା ବଢ଼ିବାକୁ ଲାଗିଲା। ସେମାନଙ୍କ ଭଲ ପାଇବା ଏତେ ବଢ଼ି ଯାଇଥିଲା ଯେ ଜଣ ଆର ଜଣକୁ ନ ଦେଖିଲେ ଦିନଟେ ବି ପାଗଳ ପରି ହେଉଥିଲେ। ଫୁଲ ଯେମିତି ଭ୍ରମର ବିନା, ସେମାନଙ୍କ ସମ୍ପର୍କ ମଧ୍ୟ ସେମିତି ଥିଲା। ମାଛ ଯେମିତି ପାଣି ବିନା ବଞ୍ଚିପାରେ ନାହିଁ, ସେମାନେ ମଧ୍ୟ ସେମିତି ଦୁହେଁ ଦୁହିଁଙ୍କୁ ନ ଦେଖିଲେ ସତେ ଯେମିତି ଲାଗୁଥିଲା ଆଉ ବଞ୍ଚିପାରିବେ ନାହିଁ। ଏମିତି ଧୀରେ ଧୀରେ ତାଙ୍କର ପ୍ରେମ କାହାଣୀ ଆଗେଇ ଚାଲିଥିଲା। କେତେବେଳେ ଫୁଲ ତ କେତେବେଳେ କଣ୍ଟା, ସେମାନେ କାହାକୁ ଖାତିର ନ କରି ତାଙ୍କ ପ୍ରେମକୁ ସାର୍ଥକ କରିବା ପାଇଁ ଆଗେଇ ଚାଲିଥିଲେ। କିନ୍ତୁ ଭଗବାନ ତ ନିଷ୍ଠୁର। ହଠାତ୍ ଦିନେ ଅଦିନିଆ କୁହୁଡ଼ି ମାଡ଼ି ଆସିଥିଲା ତାଙ୍କ ଜୀବନରେ। କିନ୍ତୁ ସେତେବେଳେ ଦୁଇ ପରିବାର ମଧ୍ୟରେ ଆଗରୁ ଯେମିତି ପବିତ୍ର ସମ୍ପର୍କ ଥିଲା, ସେ ସମ୍ପର୍କ ନଥିଲା। ଦିନେ ସ୍ନେହା ଓ ସୂର୍ଯ୍ୟ ଘର ଲୋକ ପ୍ରେମ କାହାଣୀ ବିଷୟରେ ଶୁଣିବାକୁ ପାଇଥିଲେ, ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ। ଯାହାଫଳରେ ସ୍ନେହାର ଘର ଲୋକ କେବେ ବି ବିଶ୍ୱାସ କରିପାରୁନଥିଲେ ଯେ ସ୍ନେହା ଭଳି ଭଲ ଝିଅ ଦିନ ମଧ୍ୟ ଏପରି କାମ କରିବ। ସେମାନଙ୍କର ସ୍ନେହା ଉପରକୁ ଧୀରେ ଧୀରେ ସବୁ ବିଶ୍ୱାସ ତୁଟି ଯାଇଥିବା ପରି ଜଣାପଡ଼ିଥିଲା। ସବୁ କଥା ଶୁଣି ସାରିବା ପରେ ତାକୁ ଲାଗିଲା ତା ଜୀବନର ଦୁଃଖର ଲହରୀ ଛୁଟି ଆସିଥିଲା। ସ୍ନେହା ଭାବୁଥିଲା, କ'ଣ ସତରେ ସେ ବହୁତ ବଡ଼ ଭୁଲ କରି ପକେଇଛି। ସ୍ନେହା ଭାବିପାରୁନଥିଲା ମଧ୍ୟ ସେ କାହାର ହେବ। ତାକୁ ବଡ଼ କରିଥିବା ବାପା ମାଆର ହେବ, ନା ତାକୁ ଜୀବନ ପ୍ରାଣ ଦେଇ
ଭଲ ପାଉଥିବା ପ୍ରେମିକର। ସ୍ନେହାର ଘର ଲୋକ ତାର ପ୍ରେମକୁ ଅସ୍ୱୀକାର କରିବାର କାରଣ ସୂର୍ଯ୍ୟ ଥିଲା ନୀଚ ଜାତିର କିନ୍ତୁ ସ୍ନେହା ଥିଲା ଉଚ୍ଚ ଜାତିର। ଆପଣମାନେ ତ ଦେଖୁଛନ୍ତି ସାମାନ୍ୟ ଜାତି ପ୍ରଥା ପାଇଁ ଦୁଇ ପ୍ରେମୀ ଯୁଗଳ ପ୍ରେମ କେମିତି ବଳି ପଡ଼ିଯାଉଛି। କିନ୍ତୁ ସେମାନେ ଏସବୁକୁ ଖାତିର ନ କରି ତାଙ୍କର ପବିତ୍ର ଭଲ ପାଇବାକୁ ବଞ୍ଚେଇ ରଖିଥିଲେ। ସେମାନେ ଜାଣିନଥିଲେ ତାର ଶେଷ ପରିଣତି କ'ଣ ହେବ, ତ୍ୟାଗ ନା ମୃତ୍ୟୁ। ଆପଣମାନଙ୍କ ମତରେ କ'ଣ କରିବା ଉଚିତ ଥିଲା ସେମାନଙ୍କର? ସେମାନେ ତାଙ୍କର ପ୍ରେମକୁ ବଞ୍ଚେଇ ରଖିପାରେ ନା ତ୍ୟାଗ କରିଦେବେ ନା ମୃତ୍ୟୁର ନାମ ଦେବେ? ମରିଗଲେ କ'ଣ ପ୍ରେମ ସମ୍ପର୍କ ତାଙ୍କର ପାଇଯାଇପାରିବେ ସେମାନେ? ସେଥିପାଇଁ ମଧ୍ୟ ସ୍ନେହା ସୂର୍ଯ୍ୟ କିଛି ନିଷ୍ପତ୍ତି ନେଇପାରୁନ। କିନ୍ତୁ ଭଗବାନ ଯେତେ ନିଷ୍ଠୁର ହେଲେ ମଧ୍ୟ ସେ ପ୍ରେମକୁ ଶାଶ୍ୱତ ଚିରନ୍ତନ ସତ୍ୟ ନାମରେ ନାମିତ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରାଧାକୁ ବାହା ହେଇ ପାରିନଥିଲେ କିନ୍ତୁ ସେମାନଙ୍କର ପ୍ରେମ ଥିଲା ସାତ୍ତ୍ୱିକ। ଦେଖନ୍ତୁ ଭଗବାନଙ୍କର ଖେଳ ଅପାର। ଶେଷରେ କିନ୍ତୁ ଭଗବାନ ସେ ଦୁଇ ଜଣଙ୍କୁ ବହୁତ ବାଧାବିଘ୍ନ ପରେ ମଧ୍ୟ ସ୍ନେହା ଓ ସୂର୍ଯ୍ୟର ଘର ଲୋକ ସେମାନଙ୍କର ପ୍ରେମ ଆଗରେ ସେମାନଙ୍କର ସମ୍ପର୍କ ଆଗରେ ହାର ମାନି ଯାଇଥିଲେ ଏବଂ ଦୁଇ ଜଣଙ୍କ ବିବାହର ସହମତି ଦେଇଥିଲେ। ଏବେ ସ୍ନେହା ସୂର୍ଯ୍ୟ ସତରେ ବହୁତ ଖୁସିରେ ଅଛନ୍ତି। ସତେ ଯେମିତି ଲାଗୁଛି ତାଙ୍କର ପ୍ରେମ ସତ୍ୟ ହୋଇଗଲା ପରେ ସେମାନେ ବହୁ ପ୍ରେମୀ ଯୁଗଳଙ୍କ ପାଇଁ ଉଦାହରଣ ମଧ୍ୟ ହେଇଯାଇଥିଲେ। ଆଉ ଏଥିରୁ ଜଣାପଡ଼ୁଥିଲା ଯେ ସ୍ନେହା ଭଳି ଶାନ୍ତଶିଷ୍ଟ ଝିଅଟା ଯଦି ପ୍ରେମ କରି ତା ପ୍ରେମରେ ସଫଳ ହୋଇପାରିଲା, ଏହା ଭଗବାନଙ୍କର ଦାନ ନୁହଁ ତ ଆଉ କ'ଣ? ଭଗବାନଙ୍କ ଦାନକୁ ନିରାଦର କରିବା ଉଚିତ ନୁହଁ କି ଅସ୍ୱୀକାର କରିବା ମଧ୍ୟ ଉଚିତ ନୁହଁ। ରହୁଛି, ଏଇଠି ସରିଲା ମୋର କାହାଣୀଟି। ମୁଁ ଜାଣିନି ଆପଣମାନଙ୍କୁ ମୋର କାହାଣୀ କେମିତି ଲାଗିବ, ତଥାପି ଆଶା କରିବି କାହାଣୀଟି ଭଲ ଲାଗିବ। ହଁ ଆଜ୍ଞା, ମୋର ଭଏସ୍ ଠିକ୍ ଭଲ ନୁହଁ, ତଥାପି ଚେଷ୍ଟା କରିଛି। ଯଦି କିଛି ଭୁଲ ତ୍ରୁଟି ଥିବ କ୍ଷମା କରିଦେବେ। ଯଦି ଭଲ ଲାଗିବ ତାହେଲେ ନିଶ୍ଚିତ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ଆପଣମାନଙ୍କର ଭଲ ପାଇବା ଦେବେ। ରହୁଛି, ନମସ୍କାର।